ମୁଁ ପ୍ରଥମେ ସ୍ୱର୍ଗତ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କର ବିୟୋଗରେ ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ତାଙ୍କର ଯେଉଁ ଶୂନ୍ୟସ୍ଥାନ, ସେ ଶୂନ୍ୟସ୍ଥାନ କେବେ ହେଲେ ପୂରଣ ହୋଇପାରିବ ନାହିଁ। ଦୀର୍ଘ 2 ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ଓଡ଼ିଶାର ଯୁବକ ଛାତ୍ରମାନଙ୍କୁ ସେ ନେତୃତ୍ୱ ଦେଇଥିଲେ। ସେ ଯୁବ କଂଗ୍ରେସ ହେଉ, ଛାତ୍ର କଂଗ୍ରେସ ହେଉ, ଜୀବନର ଶେଷ ପର୍ଯ୍ୟନ୍ତ ତାଙ୍କର ପ୍ରଭାବ ରହିଥିଲା ଛାତ୍ର ଯୁବକମାନଙ୍କ ଉପରେ ଏବଂ ଶେଷ ସମୟ ପର୍ଯ୍ୟନ୍ତ ସେ ବ୍ରହ୍ମଗିରିବାସୀଙ୍କର ଜଣେ ଲୋକପ୍ରିୟ ନେତା ଥିଲେ ଏବଂ ଗୋଟେ ବଡ଼ ପପୁଲାର ମ୍ୟାଣ୍ଡେଟ୍ ସେ ଏନ୍ଜୟ କରୁଥିଲେ ବ୍ରହ୍ମଗିରିବାସୀଙ୍କର। ମୁଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ଏ ଦୁଃଖ ସହିବା ପାଇଁ ତାଙ୍କ ପରିବାର ବର୍ଗଙ୍କୁ ପ୍ରଭୁ ଜଗନ୍ନାଥ ଶକ୍ତି ଦିଅନ୍ତୁ। ଗୋଟିଏ କଥା କେବଳ ମୁଁ ଏଠି କହି ରଖିବାକୁ ଚାହେଁ, ପ୍ରତିକୂଳ ଅବସ୍ଥାରେ ସେ ଲଢ଼େଇକୁ ବହୁ ପରିମାଣରେ ଶାଣିତ କରିଥିଲେ କିଭଳି ଭାବରେ କଂଗ୍ରେସ ପୁଣି କ୍ଷମତାକୁ ଫେରିବ ଏବଂ ତାଙ୍କର ଜୀବନବ୍ୟାପୀ ସଂଗ୍ରାମ ଭିତରେ ତିନି ଥର ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରି ବ୍ରହ୍ମଗିରିର ବିକାଶ ପ୍ରକ୍ରିୟାକୁ ଆଗକୁ ନେଇଛନ୍ତି ଏବଂ ସେ ତାଙ୍କର ଆବର୍ତ୍ତମାନରେ ଏତିକି କହିବା ଠିକ୍ ହେବ, ତାଙ୍କ ଲୋକପ୍ରିୟତା ଥିଲା ଏବଂ ଶେଷ ପର୍ଯ୍ୟନ୍ତ ମଧ୍ୟ ରହିବ। ଆମ ଭିତରେ ବହୁ ପ୍ରକାର ରାଜନୈତିକ ସଂଘର୍ଷ ହୋଇଛି, ରାଜନୈତିକ ମତ ପାର୍ଥକ୍ୟ ରହିଛି, କିନ୍ତୁ ବମ୍ବେରୁ ଆକ୍ସିଡେଣ୍ଟ ହୋଇକି ଆସିଲା ପରେ ମୁଁ ଯାଇଥିଲି ତାଙ୍କ ଘରକୁ। ପ୍ରାୟ ଘଣ୍ଟାଏରୁ ଉର୍ଦ୍ଧ୍ୱ ସମୟ ଧରି 2 ଜଣ ଯାକ ଦୁଃଖ ସୁଖ ହୋଇଥିଲୁ। ସେ ମୋତେ ସେତେବେଳେ ଗୋଟେ କଥା କହିଥିଲେ ଯେ ମୋ 4ଟି ମେଜର ଅପରେସନ୍ ହେଲା ବମ୍ବେରେ, ମୋତେ ଯେତିକି କଷ୍ଟ ନ ହୋଇଥିଲା, ମୁଁ ବମ୍ବେରେ ମୋର ଅପରେସନ୍ ହେଉଛି ସେ ସମୟରେ ମୋତେ ଯୁବ କଂଗ୍ରେସ ସଭାପତିରୁ କାଢ଼ିଦେଲେ, ସେଇଟା ମୋତେ ବେଶୀ ଯନ୍ତ୍ରଣା ଦେଇଛି ଏବଂ ବ୍ରହ୍ମଗିରିର ସାମଗ୍ରିକ ବିକାଶରେ ତାଙ୍କର ସ୍ଥାନ ସବୁବେଳେ ବ୍ରହ୍ମଗିରିବାସୀଙ୍କ ସ୍ମରଣରେ ରହିବ। ତାଙ୍କର ଶୂନ୍ୟସ୍ଥାନ କେହି ପୂରଣ କରିପାରିବେ ନାହିଁ।